ଜଗନ୍ନାଥଙ୍କର ଯେଉଁ ପ୍ରତିମା ଥରେ ସେ ରାଜା ଇନ୍ଦ୍ରଦ୍ୟୁମ୍ନକୁ କହିଥିଲେ ଗୁଣ୍ଡିଚାକ୍ଷାଂ ମହାଯାତ୍ରାଂ ପ୍ରକୁର୍ୱୀଥା କ୍ଷିତୀଶ୍ୱରଃ। ହେ ରାଜା, ତୁମେ ମୋର ଗୁଣ୍ଡିଚା ଯାତ୍ରା କରିବ। ତ ସେଇ ଦିନଠାରୁ ପ୍ରଭୁଙ୍କର ଯେଉଁ ଗୁଣ୍ଡିଚା ଯାତ୍ରା ଆରମ୍ଭ ହେଇଛି ଏ ବିଶ୍ୱାସ ମଧ୍ୟ ଆମ ପାଖରେ ଅଛି। ତେଣୁ ପ୍ରଭୁଙ୍କର ଯେଉଁ ଗୁଣ୍ଡିଚା ଯାତ୍ରା, ରଥଯାତ୍ରା, ଯାହା କେବଳ ଓଡ଼ିଶାର ବାସୀ ନୁହଁ, ଭାରତ ନୁହଁ, ସମଗ୍ର ବିଶ୍ୱ, ବର୍ତ୍ତମାନ ତ ସମଗ୍ର ବିଶ୍ୱରେ ପ୍ରଭୁଙ୍କର ରଥଯାତ୍ରା, ଘୋଷଯାତ୍ରା ପାଳିତ ହେଉଛି। ସମଗ୍ର ବିଶ୍ୱରେ ଯେଉଁଠି ଓଡ଼ିଆମାନେ ଅଛନ୍ତି, ଯେଉଁଠି ଓଡ଼ିଆମାନେ ନାହାନ୍ତି, ସେମାନେ ମଧ୍ୟ ପ୍ରଭୁଙ୍କର ଏଇ ଯେଉଁ ଯାତ୍ରା, ରଥଯାତ୍ରାକୁ ପାଳନ କରୁଛନ୍ତି। ପ୍ରଭୁଙ୍କର ଏଇ ଯେଉଁ ଅପୂର୍ବ ଲୀଳା, ପ୍ରଭୁ